ବାମ ପାଦ ତଳେ ଲେଖି ଦିଅନ୍ତୁ ଝିଅ ନାମର ପ୍ରଥମ ଅକ୍ଷର। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ, ପାଗଳି ପରି ଆପଣଙ୍କୁ ଭଲ ପାଇବ। ହଁ ଫ୍ରେଣ୍ଡସ୍, ଯଦି ଆପଣ ଯେତେ ଚେଷ୍ଟା କରି ମଧ୍ୟ ଝିଅ ପଟେଇ ପାରୁନାହାନ୍ତି, ତେବେ ବାମ ପାଦ ତଳେ ଲେଖି ଦିଅନ୍ତୁ ସେ ଝିଅ ନାମର ପ୍ରଥମ ଅକ୍ଷର। ତାପରେ ଦେଖିବେ ଚମତ୍କାର, ସେ ଝିଅ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ, ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଆଜି ରାତିରେ ଆପଣ ଏହି ବିଧିକୁ କରିବେ, ସକାଳ ହେବା ମାତ୍ରେ ଦେଖିବେ ଚମତ୍କାର। ଯେଉଁ ଝିଅ ଆପଣଙ୍କ ସହିତ କଥା ହେଉନଥିଲା, ସିଏ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତା ଭାଉଜକୁ, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ଆପଣ ଦିନରାତି ଭାବୁଛନ୍ତି, ସିଏ ନିଜେ ଆପଣଙ୍କୁ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯଦି ଆପଣ ଏହାକୁ ଠିକ୍ ଭାବରେ କରିଦେଲେ, ମୁଁ ଆପଣଙ୍କୁ ଯେମିତି ଶିଖେଇବି ଆପଣ ଠିକ୍ ସେହିପରି କରିଦେଲେ, ତେବେ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେଉଁ ଝିଅକୁ ପସନ୍ଦ କରୁଛନ୍ତି ତାକୁ ଅତି ସହଜରେ ନିଜର କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ସିଏ ଟାଣି ହୋଇ ଆପଣଙ୍କ ପାଖକୁ ଆସିବ, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ତେବେ ବିଧିଟି ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ କି ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ ଯେବେ ବି କରିବେ ସମ୍ପୂର୍ଣ୍ଣ ଭରସା, ପୁରା ବିଶ୍ୱାସର ସହିତ କରିବେ। ଶାନ୍ତ ମନରେ ସେ ଝିଅ ବା ନାରୀକୁ ମନେ ମନେ ଭାବି ଆପଣ ଏହି ବଶୀକରଣ ବିଧିକୁ ଆରମ୍ଭ କରିବେ। ତେବେ ଯାଇକି ଆପଣଙ୍କର ବଶୀକରଣ ସିଦ୍ଧ ହେବ, ଆଉ ଆପଣ ଯାହାକୁ ଚାହିଁବେ ତାକୁ ନିଜ ବଶରେ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ବଶୀକରଣ ବିଧି ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଆଉ ଗୋଟିଏ ଅନୁରୋଧ ଶୁଣି ନିଅନ୍ତୁ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଯେଉଁ ଝିଅ ବା ସ୍ତ୍ରୀ ଉପରେ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିଦେବେ, ସିଏ ଆପଣଙ୍କ ପାଇଁ ପାଗଳି ହୋଇଯିବ, ଆପଣଙ୍କୁ ଭଲ ପାଇବାକୁ ଲାଗିବ, ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଏହି ବଶୀକରଣର ଅନେକ ଫାଇଦା ଅଛି। ତନ୍ତ୍ର ମନ୍ତ୍ରରେ ଇଏ ସର୍ବଶ୍ରେଷ୍ଠ ବଶୀକରଣ। ଏହାର ପ୍ରୟୋଗରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ, ଆଉ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଯଦି ଆପଣ କାହାକୁ ଭଲ ପାଉଛନ୍ତି, ହେଲେ ସିଏ ଆପଣଙ୍କୁ ଧୋକା ଦେଇଛି, ଆପଣଙ୍କ ସହିତ କଥା ହେଉନି, ଆପଣଙ୍କ ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ଆଉ ଆପଣ ତାକୁ ଫେରି ପାଇବାକୁ ଚାହୁଁଛନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର କାମରେ ଆସିବ। ମାତ୍ର ଥରେ ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ଆପଣଙ୍କର ପ୍ରେମିକା ବା ପ୍ରେମିକ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ, ଆପଣଙ୍କ ପାଖକୁ ଆସିବା ପାଇଁ ଛଟପଟ ହେବ ଏବଂ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ଏମିତି ଏକ ସହଜ ସରଳ ବଶୀକରଣ ନେଇ ଆସିଛି। ଏଥିରେ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ବାମ ପାଦ ତଳେ ଝିଅ ନାମର ପ୍ରଥମ ଅକ୍ଷର ଲେଖିଦେବେ। ତାପରେ ଦେଖିବେ ଚମତ୍କାର, କିପରି ସେହି ସମୟଠାରୁ ସେ ଝିଅ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ମୁଁ ଆପଣଙ୍କୁ ବତେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ବତେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ ଆପଣ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ 100ରୁ 100% ସଫଳ ହେବେ। ତେଣୁ ଯଦି ଆପଣ ଏହି ବଶୀକରଣ କରିବାକୁ ଚାହୁଁଛନ୍ତି, ସେ ଝିଅ ବା ବିବାହିତା ସ୍ତ୍ରୀକୁ
पटेइबाकु चाहुचंती। तेणु मोर आपणमानकु अनुरोध कि आपण भिडियोटिकु पूरा ध्यान सहित शेष पर्यंत देखिबे। तेबे मन रखंतु एही वशीकरण विधि को आपण केउं भी दिन केउं भी बार रे करि परिबे, किंतु जेबे भी करिबे राति 10टा रु राति 12टा मध्यरे करिबे। विधिटी करिबा पूर्वरु भल भाबरे हाथ गोड़ मुह धोईकी सफा वस्त्र पिंधिकी आपण एही वशीकरण विधि को आरंभ करिबे। एही जिनिसर प्रथमे आपण ध्यान रखिबे। तापरे जेतेबेले आपण एही वशीकरण करिबा पई जिबे निजर शोइबा सेज उपरे आपण पश्चिम दिगकु मुह करिकी बसी पड़िबे। तापरे निजर बाम पाद तले नाली कलमर साहाय्य आपण जेउ झील बा स्त्री को वशीकरण करने चाहूँगी ता नामर प्रथम अक्षर लिखिदेवे। देखंतु मनकर आपण जेउ झील बा स्त्री को वशीकरण करने चाहूँगी तार नाम हेउची सबिता, तेबे आपण ता नामर प्रथम अक्षर निजर बाम पाद तले लिखिदेवे। प्रथम अक्षर लिखि सारिबा परे आपण ता उपरे गोटे गोल बुलाई देबे। से गोल भितरे जेमिति से नार प्रथम अक्षर रहिबा दरकार। एतिकी करि सारिबा परे आपण से झील को मने मने भाबिबे, तार मुह को निज मनरे भाबिबे। तापरे मु आपनकु गोटे मंत्र बतौची, आपण एही मंत्र को लगातार 3 थर पढ़िबे। मंत्रटी ध्यान सहित शुणंतु। ओम क्लीं क्लीं आमुकं चौं चौं स्वाहा। ओम क्लीं क्लीं आमुकं चौं चौं स्वाहा। एठार आमुकं जगार आपण सेई झील बा स्त्रीर नाम कहिबे जहाको आपण पटेइबाको चाहुचंती। 3 थर मंत्र पढ़ी सारिबा परे आपण कौन करिबे, से जो नार प्रथम अक्षर लिखिचंती सेथिरे केवल 3 थर फुंकी देबे। एतिकी करि सारिबा परे आपण सोई पड़िबे। सकाळु उठिबा मात्रे आपण देखिबे से झील निजे आसीबो, आपणक सहित कथा हबो, आपणकु भल पाउची बोली कहिबो। धन्यवाद।